ହିତୋପଦେଶରୁ କିଛି ଅଂଶ। ଜ୍ଞାନବତୀ ସ୍ତ୍ରୀ ଆପଣା ଗୃହ ଗ୍ରୁନ୍ଥେ, ମାତ୍ର ଅଜ୍ଞାନ ସ୍ୱହସ୍ତରେ ତା ଭାଙ୍ଗି ପକାଏ। ଯେ ଆପଣା ସରଳତାରେ ଆଚରଣ କରେ, ସେ ସଦାପ୍ରଭୁଙ୍କୁ ଭୟ କରେ, ମାତ୍ର ବିପଥଗାମୀ ତାହାକୁ ତୁଚ୍ଛ କରେ। ଅଜ୍ଞାନର ମୁଖରେ ଅହଙ୍କାର ଠେଙ୍ଗା ଥାଏ, ମାତ୍ର ଜ୍ଞାନବାନ ଲୋକଙ୍କ ଓଷ୍ଠାଧର ସେମାନଙ୍କୁ ରକ୍ଷା କରେ। ଗୋରୁ ନଥିଲେ କୁଣ୍ଡ ନିର୍ମଳ ଥାଏ, ପୁଣି ଗୋରୁର ବଳରେ ବହୁ ସମ୍ପତ୍ତି ଉତ୍ପନ୍ନ ହୁଏ। ବିଶ୍ୱସ୍ତ ସାକ୍ଷୀ ମିଥ୍ୟା କହେ ନାହିଁ, କିନ୍ତୁ ଅସତ୍ୟ ସାକ୍ଷୀ ମିଥ୍ୟା ଉଚ୍ଚାରଣ କରେ। ନିନ୍ଦକ ଜ୍ଞାନ ଖୋଜିଲେ ପାଏ ନାହିଁ, ମାତ୍ର ବୁଦ୍ଧିମାନ ପାଇଁ ବିଦ୍ୟା ସହଜ। ମୂର୍ଖ ନିକଟକୁ ଗଲେ ତୁମ୍ଭେ ତାହାର ଜ୍ଞାନଯୁକ୍ତ ଓଷ୍ଠାଧର ଦେଖିବ ନାହିଁ। ଆପଣା ପଥ ବିବେଚନା କରିବା ଚତୁର ଲୋକର ଜ୍ଞାନ, ମାତ୍ର ପ୍ରବଞ୍ଚନା ମୂର୍ଖମାନଙ୍କର ଅଜ୍ଞାନତା ମାତ୍ର। ଆମେନ୍।